ସ୍ୱପ୍ନରେ ସାପକୁ ଦେଖିବା ଶୁଭ ନା ଅଶୁଭ ଏହିପରି ପ୍ରଶ୍ନ ଆପଣମାନଙ୍କ ମନକୁ ବାରମ୍ବାର ଆସୁଥାଏ। ତ ଏହି ଭିଡ଼ିଓରେ ଚାଲନ୍ତୁ ଜାଣିବା କେଉଁ ପ୍ରକାର ସାପ ଦେଖିଲେ ଶୁଭ ଓ କେଉଁ ପ୍ରକାର ସାପକୁ ଦେଖିଲେ ଅଶୁଭ ହୋଇଥାଏ। ସାପ ଦେଖିଲେ ଶୁଭ ନା ନାହିଁ ଚାଲନ୍ତୁ ଏହି ଭିଡ଼ିଓରେ ଡିଟେଲ୍ସରେ ଜାଣିବା। ତ ମରିଥିବା ସାପକୁ ଯଦି ଆପଣ ସ୍ୱପ୍ନରେ ଦେଖୁଛନ୍ତି ତାହା ଶୁଭ ଅଟେ। ଏହା ଆପଣଙ୍କ ଶତ୍ରୁନାଶର ସଂକେତ ଦେଇଥାଏ, ବାଧା ଓ ସଙ୍କଟ ସମାପ୍ତର ସୂଚନା ଦେଇଥାଏ। ଯଦି ଆପଣ ସାପକୁ ହାତରେ ଧରିଥିବାର ସ୍ୱପ୍ନ ଦେଖନ୍ତି ତାହେଲେ ଏହା ମଧ୍ୟ ଶୁଭ ଅଟେ, କାରଣ ଆପଣ ନିଜ ଚେଷ୍ଟାରେ ନିଜର ଲକ୍ଷ୍ୟକୁ ହାସଲ କରିବାର ଏହା ସଂକେତ ଅଟେ। 3ରେ ଆପଣ ଯଦି ଉଡ଼ୁଥିବା ସାପକୁ ଦେଖିବେ ସ୍ୱପ୍ନରେ ତ ଏହାର ଅର୍ଥ ହେଉଛି ଉନ୍ନତି ଓ ପ୍ରଗତିର ପ୍ରତୀକ, ତେଣୁ ଏହାକୁ ମଧ୍ୟ ଶୁଭ ମନାଯାଏ। ଯଦି ଆପଣ ବାରମ୍ବାର ସ୍ୱପ୍ନରେ କଳା ସାପ ଦେଖୁଥିବେ ତ ଏହାକୁ ବିଲକୁଲ ବି ଶୁଭ ମନାଯାଏ ନାହିଁ, କାରଣ ଏହା କାଳସର୍ପ ଦୋଷର ଲକ୍ଷଣ ଅଟେ। ଆପଣ ବାରମ୍ବାର କଳା ସାପ ଯଦି ଦେଖୁଥାନ୍ତି ତାହେଲେ କାଳସର୍ପ ଦୋଷର ପ୍ରତିକାର ପାଇଁ ଉପାୟ କରନ୍ତୁ। ତ କାଳସର୍ପ ଦୋଷର ଲକ୍ଷଣ କ'ଣ କ'ଣ ସବୁ ମୋ ଭିଡ଼ିଓରେ ଅପଲୋଡ଼ ହୋଇଯାଇଛି, ତ ଆପଣ ଚାହିଁଲେ ଦେଖିପାରିବେ ଏହି ଭିଡ଼ିଓଟି। ତ ସ୍ୱପ୍ନରେ କାଳସର୍ପ ଦୋଷର ଜାଣିଲେ ଆପଣ ଶୀଘ୍ର ଯାଇକି ଏହାର ପ୍ରତିକାର ପାଇଁ ଉପାୟ କରନ୍ତୁ। ଏବେ ଜାଣିବା ସ୍ୱପ୍ନରେ ଯଦି ନୀଳ ରଙ୍ଗର ସାପ ଦେଖାଯାଏ ଏହାର ଅର୍ଥ କ'ଣ। ଏହାକୁ ମଧ୍ୟ ଶୁଭ ସଂକେତ ବୋଲି ମନାଯାଏ। ଆପଣଙ୍କ ଜୀବନରେ ନିକଟରେ ଆସୁଥିବା ଶୁଭ ସମୟକୁ ଏହା ଦର୍ଶାଇଥାଏ। ଏବେ ଜାଣିବା 7ରେ ଧଳା ସାପ ଯଦି ଆପଣ ସ୍ୱପ୍ନରେ ଦେଖିବେ ତାହେଲେ ଏହା ଶୁଭ ନା ଅଶୁଭ। ଏହା ମଧ୍ୟ ଶୁଭ ସଂକେତ ଅଟେ। ଧନର ପ୍ରାପ୍ତି, ଧନ ମିଳିଲେ ଆପଣଙ୍କୁ ଧଳା ସାପ ସ୍ୱପ୍ନ ଦେଖିବାକୁ ମିଳେ। ଏବେ ଚାଲନ୍ତୁ ଜାଣିବା 8ରେ କ'ଣ ରହିଛି। ଯଦି ଡରିକି କୌଣସି ସାପ ପଳାଇ ଯାଉଛି ଆପଣ ଏହିପରି ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହାକୁ ବିଲକୁଲ ବି ଶୁଭ ମନାଯାଏ ନାହିଁ। ଏହା ଏକ ଅଶୁଭ ସଂକେତ ଅଟେ। ଆପଣଙ୍କର ମିତ୍ର ହୋଇ ରହିଥିବା ଶତ୍ରୁ ଦ୍ୱାରା ଆପଣ ଧୋକା ଖାଇପାରନ୍ତି, କାରଣ ଆପଣ ଜାଣିନଥିବେ କି ଏ ବ୍ୟକ୍ତି ଆପଣଙ୍କର ଶତ୍ରୁ ଅଟେ, ସେ ଆପଣଙ୍କୁ ଧୋକା ଦେଇପାରେ। ତେଣୁକରି ଆପଣ ଯଦି ଏହିପରି ସ୍ୱପ୍ନ ଦେଖୁଛନ୍ତି ତାହେଲେ ସଜାଗ ହୋଇଯାଆନ୍ତୁ ଶତ୍ରୁ ପ୍ରତି। ଆପଣଙ୍କୁ ଯଦି ସାପ କାମୁଡ଼ିବାର ଆପଣ ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହା ଏକ ଅଶୁଭ ଘଟଣା ମନାଯାଇଥାଏ। ଏହାକୁ ଅଶୁଭ ମନାଯାଇଥାଏ କାରଣ ଏହା ସଂକେତ ଦେଇଥାଏ କି ଆପଣ ଏକ ଗମ୍ଭୀର ବିମାରୀରେ ପଡ଼ିବାକୁ ଯାଉଛନ୍ତି। ଏହା ପୂର୍ବ ସୂଚନା ଦେଇଥାଏ। ଯଦି ଆପଣ ସ୍ୱପ୍ନରେ ନାଗନାଗୁଣୀଙ୍କ ଯୋଡ଼ା ଦେଖିବେ ତାହେଲେ ଆପଣଙ୍କୁ ଏହା ପୂର୍ବଜ ଆପଣଙ୍କୁ ସଂକେତ ଦେଉଛନ୍ତି କି ଆପଣ କୁଳଦେବୀଙ୍କୁ ପୂଜା କରନ୍ତୁ। ଆପଣ ଯେବେ ଏହିପରି ସ୍ୱପ୍ନ ଦେଖୁଛନ୍ତି ନାଗନାଗୁଣୀକୁ ତାହେଲେ ଆପଣ କୁଳଦେବୀଙ୍କୁ ପୂଜା କରନ୍ତୁ। ଯଦି ଆପଣ ଛୋଟ ସାପ ବା ଛୁଆ ସାପକୁ ଆପଣ ସ୍ୱପ୍ନରେ ଦେଖୁଛନ୍ତି ଏହାର ଅର୍ଥ ହେଉଛି ଆପଣଙ୍କ ଘରେ ସନ୍ତାନର ଆଗମନର ସୂଚନା ଦେଇଥାଏ। ତ ସାପ ଓ ନେଉଳର ଲଢ଼େଇ ଆପଣ ଯଦି ସ୍ୱପ୍ନରେ ଦେଖୁଛନ୍ତି ଏହା ଆପଣଙ୍କୁ ଆପଣଙ୍କ ଶତ୍ରୁ ଆପଣଙ୍କ ସାମ୍ନାକୁ ଆସିବାର ସୂଚନା ଦେଇଥାଏ। ଶିବଲିଙ୍ଗ ଉପରେ ସାପ ଗୁଡ଼ାଇବାର ସ୍ୱପ୍ନ ଦେଖିବା ଏହାର ଅର୍ଥ ହେଉଛି ମହାଦେବଙ୍କର କୃପା ଆପଣଙ୍କ ଉପରେ ଅଛି। ତେଣୁ ଯଦି ଆପଣ ଏହିପରି ସ୍ୱପ୍ନ ଦେଖୁଛନ୍ତି ତାହେଲେ ମନ୍ଦିର ଯାଇ ନିଶ୍ଚିନ୍ତ ଭାବରେ ପୂଜା କରନ୍ତୁ, ଆପଣଙ୍କର ବିଶେଷ ମନୋକାମନା ପୁରା ହେବ। ତ କଳା ସାପ ଛାତି ଉପରେ ଦେଖିବା, ଆପଣଙ୍କ ଛାତି ଉପରେ ଯଦି କଳା ସାପ ବସିଥିବାର ଆପଣ ସ୍ୱପ୍ନ ଦେଖନ୍ତି ତାହେଲେ ଏହା ଗମ୍ଭୀର ଚେତାବନୀ ଆପଣଙ୍କୁ ସତର୍କ କରି ସୂଚାଇ ଦେଉଛି କି ଆପଣଙ୍କୁ ମହାଦେବଙ୍କ ଶରଣରେ ଯିବା ପାଇଁ ପଡ଼ିବ। କାଳ ଆପଣଙ୍କର ପଛରେ ପଡ଼ିଛି, ଏହା ଏହି ସ୍ୱପ୍ନର ଉଦ୍ଦେଶ୍ୟ ଅଟେ। ଯଦି ସବୁ ସ୍ୱପ୍ନର କିଛି ନା କିଛି ଉଦ୍ଦେଶ୍ୟ ଥାଏ